हाय एवरीवन मो ट्विंकल वेलकम करछि आपण समस्त को मोर यूट्यूब चैनल ट्विंकल एजुकेटर रे आशा करछि आपण माने समस्त बहुत भलो रे थिबे। आज हेउछि मोर प्रथम वीडियो एवं मोर एही यूट्यूब चैनल रो प्रथम दिन। सो मोर आशा आपण माने समस्त मते बहुत सारा भल पाइबा देबे ता सहित मोर वीडियो को बहुत मात्रा रे शेयर करबे एवं जति भलो लागिवो ताहाले मते भूलिबे नाही। ମୁଁ ଏହି ୟୁଟ୍ୟୁବ ଚ୍ୟାନେଲରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଚାପ୍ଟରର କିଛି ନୂଆ ନୂଆ ଜିନିଷ ଶିଖେଇବି। ଏବେ ଯେମିତି ବିଦ୍ୟାଳୟ ମାନଙ୍କର ପାଠ ପଢା ହେଉଛି ତାକୁ ଆଧାର କରି ମୁଁ ଏଥିରେ ଟିକେ ଡିଜିଟାଲ ଟାଇପ ର ପାଠ ପଢା ଶିଖାଇବି ଯାହା ଆପଣ ମାନଙ୍କୁ ବେଶ ସହାୟତା ଆଣିବ ଏକ୍ଜାମ ପାଇଁ। ଏଥିରେ ମୁଁ କଣ ଶିଖାଇବି ନା ଆମେ ମନେକର ସାଇନ୍ସ ଉପରକୁ ଯିବା। ସାଇନ୍ସ ର 9th ହଉ 10th ହଉ ଯାହା ଯାହା ଚାପ୍ଟର ପଢିବା ତା ଉପରେ ଆମର ଯୋଉ ତୁମ ପାଇଁ କାମ ସେଗୁଡାକ ଅଛି ତାହାକୁ ମୁଁ ଏକ୍ସପ୍ଲେନ କରିଛି ଚିତ୍ର ମାଧ୍ୟମରେ ଭିଡିଓ ମାଧ୍ୟମରେ ମଧ୍ୟ ଦେଖାଇଛି ଯାହା ଦ୍ୱାରା ଆପଣ ମାନେ ଭଲ ଭାବରେ ଏହା ବିଷୟରେ ଜାଣିପାରିବେ। सो ମୁଁ ଆଶା କରୁଛି ଆପଣମାନେ ସମସ୍ତେ ମୋର ଭିଡିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରିବେ। ଏବେ ତାହେଲେ ଆମେ ଭିଡିଓ ଉପରକୁ ଯିବା। ତ ଆଜିର କ୍ଲାସରେ ମୁଁ ନେଇଛି 10th ର ଫାର୍ଷ୍ଟ ଚାପ୍ଟର ଫିଜିକାଲ ସାଇନ୍ସ ର ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ କେମିକାଲ ରିଆକ୍ସନ ଆଣ୍ଡ ଇକ୍ୱେସନ। ଏଥିରେ ଆମେ ଦିଟା ପାର୍ଟରେ ପଢିବା। ଆଜିର କ୍ଲାସରେ ଆମେ ପଢିବା କେମିକାଲ ରିଆକ୍ସନ କଣ, ଇକ୍ୱେସନ କଣ ବା ରାସାୟନିକ ସମୀକରଣ କଣ, ପ୍ରତିକ୍ରିୟା କଣ, ଏହା କେମିତି ଲେଖା ହୁଏ, ଆମେ କେମିତି ଏକ ରାସାୟନିକ ସମୀକରଣକୁ ସମତୁଲ କରିବା, ତ ପରିବର୍ତ୍ତନ କଣ ଏଇ ସବୁ ବିଷୟରେ ଆମେ ଜାଣିବା। ତ ଏବେ ଆମେ ତାହେଲେ ଭିଡିଓ ଉପରକୁ ଯିବା। ତାହେଲେ ବିଷୟକୁ ଯିବା ପୂର୍ବରୁ ମୁଁ ପ୍ରଥମେ ଆପଣମାନଙ୍କୁ କହିବି ଯେ ଆପଣ ନିହାତି ଆପଣଙ୍କର ଫିଜିକ୍ସ ବୁକ୍ କୁ ପାଖରେ ରଖନ୍ତୁ। ତା ସହିତ ଗୋଟିଏ ପେନ୍ ଏବଂ ପେପର ମଧ୍ୟ ରଖନ୍ତୁ। ମୁଁ ସ୍କ୍ରିନରେ ଦିଆଯାଇଥିବା ନୋଟକୁ ମଧ୍ୟ ରଖିଦିଅନ୍ତୁ ଯାହା ଆପଣଙ୍କର ବହୁତ ଦରକାର ଆସିବେ। ଆମେ ବୁକ୍ କୁ ଦେଖିଲେ ଜାଣିପାରିବେ ଯେ ପ୍ରଥମେ ଆମର କିଛି କୋଶ୍ଚିନ୍ ସେ ପଚାରିଥିଲା। ସେ କହିଥିଲା ଯେ ଖରାଦିନେ କ୍ଷୀରକୁ ସାଧାରଣ ତାପମାତ୍ରା ରଖିଲେ କଣ ହବ, ସେମିତି ଅଙ୍ଗୁର ରହିକି ପଚିଗଲେ କଣ ହବ, ଏସବୁ କିଛି କୋଶ୍ଚିନ୍ ଆମକୁ ପଚାରିଥିଲା। ଆମେ ତାହେଲେ ତାର ଉତ୍ତରକୁ ଖୋଜିବା। ତ ପ୍ରଥମେ ଥିଲା ମୋର ଖରାଦିନେ କ୍ଷୀରକୁ ସାଧାରଣ ତାପମାତ୍ରା ରଖିଲେ କଣ ହବ। ଆମେ ଜାଣିଛି କ୍ଷୀରକୁ ଯଦି ଆମେ ସାଧାରଣ ତାପମାତ୍ରାରେ ରଖିଦବା କିଛି ସମୟ ପରେ ବା କିଛି ଘଣ୍ଟା ପରେ କ୍ଷୀରଟା ଖଟା ହେଇଯାଏ, ତା ସହିତ ଛିଣ୍ଡିଯାଏ। ତାହେଲେ ଏ ଖଟା ହୁଏ ଛିଣ୍ଡେ କାହିଁକି ନା କ୍ଷୀରରେ ଆମର ଯୋଉ ତାପମାତ୍ରା ଅଧିକ ହେଲା କ୍ଷୀରରେ ଯୋଉ ବ୍ୟାକ୍ଟେରିଆ ରହିଛି, ଆମର କଣ ଅଛି ଲାକ୍ଟୋବାସିଲସ ଅଛି କ୍ଷୀରରେ। ତ କ୍ଷୀରରେ ଯୋଉ ବ୍ୟାକ୍ଟେରିଆ ଅଛି ତ ସିଏ କଣ କରିବ, ଆମର ଲ୍ୟାକ୍ଟିକ ଏସିଡ ଫର୍ମେସନ କରିବ ବା ଲ୍ୟାକ୍ଟିକ ଏସିଡ କୁ ତିଆରି କରିବ। ସେଥିପାଇଁ କ୍ଷୀରଟା ଆମର କଣ ହୁଏ ନା ଛିଣ୍ଡିଯାଏ। ସେଇଭଳି ଭାବରେ ନେକ୍ସଟ କଣ କ୍ୱେଶ୍ଚିନ୍ ଦେଇଛି ନା ଲୁହା ତାୱା କଡେଇ କଣ୍ଟା ଆର୍ଦ୍ର ବାୟୁରେ ପଡିଗଲେ କଣ ହବ। ଯଦି ଲୁହା ତାୱା କଡେଇ ହଉ କଣ୍ଟା ହଉ ସେ ଯଦି ଆର୍ଦ୍ର ବାୟୁରେ ରହିବ ଆମେ କଣ ଜାଣିଛେ, ତ ଲୁହାରେ କଳଙ୍କି ଲାଗି ଲୁହାରେ କିଛି ସମୟ କିଛି ଦିନ ରହିଗଲା ପରେ ତା ଉପରେ ଗୋଟେ ନାଲିଆ ବାଦାମୀ ରଙ୍ଗର ଆସ୍ତରଣ ଲାଗିଥାଏ ଯୋଉଟାକୁ ଆମେ କଣ କହୁଛେ କଳଙ୍କି ବା ରଷ୍ଟ ବୋଲି କହୁଛେ। ତାହେଲେ ଏଇଟା କଣ ପାଇଁ ହୁଏ ନା ଆମର ବାୟୁରେ ରହିଛି ଅକ୍ସିଜେନ। ଆପଣ ମାନେ ସମସ୍ତେ ଜାଣିଥିବେ ବାୟୁରେ ଆମର ଅମ୍ଳଜାନ ରହିଛି, ତା ସହିତ ଜଳୀୟ ବାଷ୍ପରେ ବି ଅମ୍ଳଜାନ ରହିଛି। ତ ଏହା ସାଧାରଣତଃ ଅମ୍ଳଜାନ ସହିତ ରାସାୟନିକ ପ୍ରତିକ୍ରିୟା କରେ ଏବଂ ଆଇରନ ଅକ୍ସାଇଡ ତିଆରି କରେ। ଏଇ ଯୋଉ ଆଇରନ ଅକ୍ସାଇଡ ଟା ହଉଛି ଆମର କଣ ରଷ୍ଟ ବା କଳଙ୍କି। ସେଥିପାଇଁ ଆପଣ ମାନେ ସମସ୍ତେ ମଧ୍ୟ ଦେଖିଥିବେ କଟୁରୀ ହଉ ଟାଙ୍ଗିଆ ହଉ ପନିକି ହଉ କିଛି ଦିନ ରହିଗଲା ପରେ ତା ଉପରେ ଗୋଟେ ବାଦାମୀ ରଙ୍ଗର କଳଙ୍କି ଲାଗି ଯାଇଥାଏ। ଏଇଟା କଣ ପାଇଁ ହୁଏ, କେବଳ ଅମ୍ଳଜାନର ଉପସ୍ଥିତି ପାଇଁ ହୋଇଥାଏ। ଆଉ ଗୋଟେ ଆମକୁ ପଚାରିଥିଲା ଅଙ୍ଗୁର ରହିଲେ କଣ ହେଇଯିବ। ଯଦି ଅଙ୍ଗୁର କିଛି ଦିନ ରହିଯିବ ସେ କଣ ହବ, ପଚିଯାଏ। ଏଇଟା କଣ ପାଇଁ ହୁଏ ନା କିଣ୍ୱନ ପ୍ରକ୍ରିୟା ପାଇଁ ହୁଏ। କିଣ୍ୱନ ପ୍ରକ୍ରିୟା ପାଇଁ ଏହା ପଚି ଯାଇଥାଏ ଆଉ ଏହାର ସ୍ୱାଦ ମଧ୍ୟ ବଦଳିଯାଏ। କାରଣ କଣ ନା ଇଷ୍ଟ ବା କବକ ଯୋଉ ଅଛି ସେ କଣ କରିବ, ଅଙ୍ଗୁରରେ ଯୋଉ ଶର୍କରା ଜିନିଷଟା ଥିବ ତାହାକୁ ସେ ଆଲକୋହଲ ଏବଂ ଗ୍ୟାସ ରେ ପରିଣତ କରିବ। ଏହାର କାମ କାହାର, ଇଷ୍ଟ ବା କବକର। ଏହା କଣ କରିବ, ଶର୍କରାକୁ ଆଲକୋହଲ ବା ଗ୍ୟାସ ରେ ପରିଣତ କରିଦିଏ। ନେକ୍ସଟ ପେଜକୁ ଆମେ ଦେଖିବା ଆଉ କଣ କ୍ୱେଶ୍ଚିନ୍ ଦେଇଥିଲା। ଖାଦ୍ୟ ରନ୍ଧା ହେଲା ବେଳେ କଣ କଣ ହୋଇଥାଏ, ସେମିତି ଖାଦ୍ୟ ଆମେ ଯେତେବେଳେ ରୋଷେଇ କରୁଛେ ଯୋଉଟା କଞ୍ଚା ପରିବା ହଉ କି ଚାଉଳ ହଉ ତାହା କିଛି ସମୟ ପରେ ଆମେ ରୋଷେଇ କଲା ମାନେ ତାପମାତ୍ରା ପ୍ରୟୋଗ କଲେ ତ ମାନେ ଏଇଟା ସିଝିଯାଏ। ଗଠନ ଅଲଗା ହେଇଯିବ, ସ୍ୱାଦ ମଧ୍ୟ ଅଲଗା ହେଇଯିବ। ତ ଖାଦ୍ୟରେ ଯୋଉ ପୋଷକ ତତ୍ଵ ରହିଲା ତା ମଧ୍ୟରେ ରାସାୟନିକ ପ୍ରତିକ୍ରିୟା କରେ ଏବଂ ଯାହା ଦ୍ଵାରା ଏଇଟା ଆମେ କଣ ଖାଦ୍ୟଟା ହଜମକ୍ଷମ ସେ କରାଏ ନା।
ତ ଖାଦ୍ୟକୁ ଆମେ ଯଦି ଡାଇରେକ୍ଟ ଗ୍ରହଣ କରିବା ତାହେଲେ ଆମର କଣ ସେ ହଜମ ହବ କି? ନୁହଁ ନା। ତ ଖାଦ୍ୟକୁ ଆମେ ରୋଷେଇ କରିକି ଖାଇଲେ ସେ ହଜମ ହବ। ତ ଖାଦ୍ୟକୁ ଆମେ ରାନ୍ଧିଲେ ତାହା ହଜମକ୍ଷମ ହୋଇଥାଏ। ଆଚ୍ଛା, ଏସବୁ ଜିନିଷ ଦବାର କାରଣ କଣ ଜାଣିଛ? ଏହା ମଧ୍ୟରେ କିଛି ପରିବର୍ତ୍ତନ ଘଟୁଛି। ସେ ଭୌତିକ ପରିବର୍ତ୍ତନ ହଉ, ରାସାୟନିକ ପରିବର୍ତ୍ତନ ବି ହଉ, କିଛି ପରିବର୍ତ୍ତନ ଘଟୁଛି। ତ ସେ ଆମକୁ ବିଷୟ ଦେଇଛି କଣ? ରାସାୟନିକ ପ୍ରତିକ୍ରିୟା କଣ, ସମୀକରଣ କଣ। ତ ଏସବୁ କ୍ଷେତ୍ରରେ ଆମର ରାସାୟନିକ ପ୍ରତିକ୍ରିୟା ହିଁ ଘଟୁଛି। ସେଥିପାଇଁ ଗୋଟେ ଜିନିଷରୁ ଆଉ ଗୋଟେ ଜିନିଷରେ ସେ କନଭର୍ଟ ହେଇଯାଉଛି। ସେମିତି ଖାଦ୍ୟ ହଜମ ହେଲେ କଣ ହୁଏ? ତ ଆମର ଯେତେବେଳେ ଆମେ ଖାଦ୍ୟକୁ ଗ୍ରହଣ କରୁଛେ, ବାହାରେ ଯୋଉ ଖାଦ୍ୟଟା ଅଛି ସେ ହଉଛି ଜଟିଳ ଖାଦ୍ୟ। ଜଟିଳ ଖାଦ୍ୟ ଆମର ଶରୀର ଭିତରକୁ ଗଲା ପରେ ତାହା କିଛି ସରଳ ଉପାଦାନରେ ପରିଣତ ହୋଇଥାଏ। ସେଇଟା ତାପରେ ଶକ୍ତି ଆମକୁ ଦବ, ଯୋଉ ଶକ୍ତିକୁ ଆମେ ବିନିଯୋଗ କରିକି ବିଭିନ୍ନ କାର୍ଯ୍ୟ କରିପାରୁଛେ। ତ ଆମର ଯୋଉ ଖାଦ୍ୟ ବାହାରେ ରହିଲା ସେ ସରଳ ଉପାଦାନରେ ପରିଣତ ହବ। ଏହାର କାମ କିଏ କରିବ? ପାକସ୍ଥଳୀ ଏବଂ ଅନ୍ତ୍ରନଳୀ, ଏଇ ମଧ୍ୟରେ ଆମର ବିଭିନ୍ନ ପାଚକ ରସ ରହିଛି ବା ଏନଜାଇମ ରହିଛି। ଏସବୁ ଖାଦ୍ୟକୁ ଭାଙ୍ଗିକି ରାସାୟନିକ ପଦାର୍ଥ ପ୍ରସ୍ତୁତ କରିବ। ସେଭଳି ଆଉ ଗୋଟେ କୋଶ୍ଚିନ୍ ଥିଲା, ଆମ ଶ୍ୱାସକ୍ରିୟା ବେଳେ କଣ ଘଟେ? ସେମିତି ଆମେ ଜାଣିଛେ ଆମେ ଖାଦ୍ୟ ଖାଉଛେ, ସେଥିରୁ ଶକ୍ତି ମିଳୁଛି, ତାହା ସାହାଯ୍ୟରେ ଆମେ କାମ କରୁଛେ। କିନ୍ତୁ ଶ୍ୱାସକ୍ରିୟାର କାମ କଣ ଆପଣ କେବେ ଅନୁଭବ କରିଛନ୍ତି କି, ଜାଣିଛନ୍ତି କି? ଶ୍ୱାସକ୍ରିୟା ଆମକୁ କଣ କରେ ନା, ଆମେ ଯୋଉ ଅମ୍ଳଜାନକୁ ଗ୍ରହଣ କରୁଛେ, ଆମ ଖାଦ୍ୟରେ କଣ ଅଛି? ଗ୍ଲୁକୋଜ ରହିଛି। ଗ୍ଲୁକୋଜ କଣ କରିବ ନା ଅମ୍ଳଜାନ ସହିତ ରିଆକ୍ସନ କରିବ ବା ଅମ୍ଳଜାନ ସହିତ ମିଶିବ, ଯାହା ଦ୍ୱାରା ଆମର ଶକ୍ତି ଉତ୍ପନ୍ନ ହବ। ସେ ଯୋଉ ଶକ୍ତି ଉତ୍ପନ୍ନ ହବ, ସେଇ ଶକ୍ତି ଆମକୁ କାର୍ଯ୍ୟ କରିବାରେ ସାହାଯ୍ୟ କରିବ। ଜାଣି ହେଲା ତାହେଲେ ଏତେ ସବୁ କୋଶ୍ଚିନ୍ ଆନ୍ସର ଆପଣ ମାନେ ଜାଣିପାରିଲେ। ତାହେଲେ ଏସବୁ ଜିନିଷ ଦବାର କାରଣ କଣ ଥିଲା ନା, ଆମର ଏସବୁ କ୍ଷେତ୍ରରେ ସବୁ ପ୍ରତିକ୍ରିୟା ଘଟୁଛି। ତ ପ୍ରତିକ୍ରିୟା ଆମର ହଉଛି ଦୁଇ ପ୍ରକାର। ଗୋଟେ ହଉଛି ଭୌତିକ ପରିବର୍ତ୍ତନ ହଉଛି, ଆଉ ଗୋଟେ ହଉଛି ରାସାୟନିକ ପରିବର୍ତ୍ତନ ହଉଛି। ପରିବର୍ତ୍ତନ ହଉଛି ଦୁଇ ପ୍ରକାର, ଭୌତିକ ଆଉ ହଉଛି ରାସାୟନିକ। ଆଚ୍ଛା, ଗୋଟେ ସାଧାରଣ ଜିନିଷ ଆପଣ ମାନେ ମଧ୍ୟ ଜାଣିଥିବେ, ଭୌତିକ ପରିବର୍ତ୍ତନ କଣ? ଯେତେବେଳେ ଗୋଟେ ଜିନିଷ ତାର ପୂର୍ବ ଅବସ୍ଥାକୁ ଫେରି ପାରିବ ନାହିଁ, ସେଇଟା ହଉଛି ଆମର ରାସାୟନିକ ପରିବର୍ତ୍ତନ। କିନ୍ତୁ ଭୌତିକ ହବ ଯେତେବେଳେ ସେ ତାର ପୂର୍ବ ଅବସ୍ଥାକୁ ଫେରି ପାରିବ। ଏକ୍ସାମ୍ପଲ ମାଧ୍ୟମରେ ଆମେ ବୁଝିବା। ଯେମିତି ମୁଁ ଜଳ ବରଫ କଥା ନେବି, ଜଳକୁ ମୁଁ କଣ କରିବି? ବରଫରେ ପରିଣତ କରିପାରିବି, ବରଫକୁ ମଧ୍ୟ ଜଳରେ ପରିଣତ କରିପାରୁଛି। ତାହେଲେ ସେ ତାର ପୂର୍ବ ଅବସ୍ଥାକୁ ଫେରି ପାରୁଛି, ତାର କିଛି ଗୁଣରେ ପରିବର୍ତ୍ତନ ଆସିନାହିଁ। ଏସବୁ ହବ ଭୌତିକ ପରିବର୍ତ୍ତନ। କିନ୍ତୁ ଯେତେବେଳେ କ୍ଷୀର ଛିଣ୍ଡିଯିବ ବା କ୍ଷୀର ଦହିରେ ପରିଣତ ହବ, କ୍ଷୀର ଦହିରେ ପରିଣତ ହଉଛି, ଦହିରୁ କଣ କ୍ଷୀର ହେଇପାରିବ କି? ହେଇପାରିବ ନାହିଁ ନା। ତ ସେଇଟା ହେଇଯିବ ମୋର ରାସାୟନିକ ପରିବର୍ତ୍ତନ। ଆଚ୍ଛା, ଏବେ ଆମେ ତାହେଲେ ଜାଣିଲେ ରାସାୟନିକ ପ୍ରତିକ୍ରିୟା କଣ। ଏଠାରେ ଯାହା ସବୁ ଆମେ ପଢିଲେ, ଏକ୍ସାମ୍ପଲ ଆମକୁ ଦେଇଥିଲା, ଘଟିଲେ କଣ ହଉଛି? ଅଙ୍ଗୁର ପଚିଯିବା ହଉ, ଖାଦ୍ୟ ରନ୍ଧା ହେଇସାରିଲା ପରେ ଯୋଉ ପରିବର୍ତ୍ତନ ହଉ, ଶ୍ୱାସକ୍ରିୟାରେ ହଉ କିମ୍ବା ହଜମରେ ହଉ, କିମ୍ବା କ୍ଷୀର ଛିଣ୍ଡିବା ହଉ, ସବୁ କ୍ଷେତ୍ରରେ ଆମର କିଛି ପରିବର୍ତ୍ତନ ଦେଖାଯାଇଛି। ତାମାନେ ଏହା ଗୋଟିଏ ରୂପରୁ ଆଉ ଗୋଟେ ରୂପକୁ ପଳେଇ ଆସିଛି, ତାର ପୂର୍ବ ରୂପକୁ ସେ ଫେରି ପାରିବ ନାହିଁ। ଏସବୁ ହଉଛି କିଛି ରାସାୟନିକ ପ୍ରତିକ୍ରିୟାର ଉଦାହରଣ। ଏବେ ତାହେଲେ ଆମେ ବିଷୟ ଭିତରକୁ ଯିବା। ଆମର ଗୋଟେ ତୁମ ପାଇଁ କାମ ଥିଲା, ଦେଖନ୍ତୁ ବହିରେ ଆପଣ ମାନେ ମଧ୍ୟ ଜାଣିପାରିବେ। ତୁମ ପାଇଁ କାମ 1.1, ଯୋଉଥିରେ ମୋର କଣ ନିଆହେଇଛି ନା, ଗୋଟେ 2 ସେଣ୍ଟିମିଟର ଲମ୍ବର ଗୋଟେ ମ୍ୟାଗ୍ନେସିୟମ ପାତ ନିଆହେଇଛି। ତାକୁ ମ୍ୟାଗ୍ନେସିୟମ ପାତକୁ କଣ କରାହେଲା ନା, ବାଲି କାଗଜ, ଜାଣିଥିବେ ଆପଣ ମାନେ ଭ୍ୟାନିଶ ପେପର, ମୁଁ ମଧ୍ୟ କହୁଛି ବାଲି କାଗଜ ବା ଭ୍ୟାନିଶ ପେପର ଯୋଉଟା ବା ସ୍ୟାଣ୍ଡ ପେପର ଆମେ କହିପାରିବା। ତ ସେଇ ସ୍ୟାଣ୍ଡ ପେପର ସାହାଯ୍ୟରେ ସଫା କରିଦବା। ତାପରେ ପାତର ଗୋଟିଏ ପାର୍ଶ୍ୱକୁ ଆମେ କଣ କରିବା? ଚିମୁଟାରେ ଧରିବା। ତାକୁ ଗୋଟେ ବର୍ଣ୍ଣର ହଉ କିମ୍ବା ସ୍ପିରିଟ ଲ୍ୟାମ୍ପ ହଉ, କ୍ୟାଣ୍ଡେଲ ହଉ, ଯେକୌଣସି ଆମେ ନିଆଁ ଜାଗାରେ ଦେଖେଇବା। ଦେଖେଇଲା ପରେ ଆମେ କଣ ପର୍ଯ୍ୟବେକ୍ଷଣ କରିବା ନା, ମ୍ୟାଗ୍ନେସିୟମ ପାତଟା ଜଳିବ, ଗୋଟେ ଉଜ୍ଜଳ ଧଳା ଶିଖା ଦେବ। ଆପଣ ମାନେ ମଧ୍ୟ ଟେଷ୍ଟ କରିପାରିବେ, ଯଦି ମ୍ୟାଗ୍ନେସିୟମ ପାତ ଥିବ ତ ଗୋଟେ ଉଜ୍ଜଳ ଶିଖା ସହିତ ସିଏ ଜଳିବ। ସୋ ଜଳିଲା ପରେ ତାହା ଗୋଟେ ଧଳା ଗୁଣ୍ଡ ବା ଚୂର୍ଣ୍ଣରେ ପରିଣତ ହବ, ଯୋଉଟା ଆମର ୱାଚ୍ କ୍ଲାସରେ ସଂଗ୍ରହ କରିବା ପାଇଁ ଦେଇଥିଲା ମଧ୍ୟ ଆପଣ ମାନଙ୍କର ବହିରେ। ତ ଏଇ ଯୋଉ ଧଳା ଚୂର୍ଣ୍ଣ ବା ଗୁଣ୍ଡଟା ମିଳିଲା, ସେଟା କଣ ଜାଣିଛନ୍ତି? ସେଇଟା ହଉଛି ଆମର ମ୍ୟାଗ୍ନେସିୟମ ଅକ୍ସାଇଡ। ଜାଣିହେଲା ତାହେଲେ ଆମେ କଣ ଜାଣିଲେ? ଯେତେବେଳେ ଏଥର ଆମେ କଣ ଜାଣିଲେ? ଯେତେବେଳେ ଗୋଟେ ମ୍ୟାଗ୍ନେସିୟମରେ କଣ କରିଛି, ଆମେ ନିଆଁରେ ଦେଖେଇଛେ ମାନେ ଜଳିବାରେ କିଏ ସାହାଯ୍ୟ କରେ? ଅକ୍ସିଜେନ ସାହାଯ୍ୟ କରେ ନା। ତ ମ୍ୟାଗ୍ନେସିୟମ ଯେତେବେଳେ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରିଛି, ସେ କଣ ହେଇଛି? ମ୍ୟାଗ୍ନେସିୟମ ଅକ୍ସାଇଡ ହେଇଛି। ତ ମୁଁ ଏଠି କଣ ଲେଖିଦେଇଛି, ଫଳାଫଳରେ ଆମେ କଣ ପାଇଲେ? ମ୍ୟାଗ୍ନେସିୟମ ଏବଂ ବାୟୁରେ ଥିବା ଅକ୍ସିଜେନ ବା ଅମ୍ଳଜାନ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ହେଇଥିବା ଯୋଗୁ ଆମର ଏଟା କଣ ସୃଷ୍ଟି ହେଇଛି?
ମ୍ୟାଗ୍ନେସିୟମ ଅକ୍ସାଇଡ ସୃଷ୍ଟି ହେଇଛି। ବହିରେ ଆପଣମାନଙ୍କର କେବଳ ଦେଇଦେଇଛି ଏତେ ସବୁ ବ୍ୟାଖ୍ୟା କରିକି ଲେଖିଛି, ଆମର କିଛି ଦରକାର ନାହିଁ। ଆମେ କେବଳ ମେନ୍ ପଏଣ୍ଟକୁ ଜାଣିବା ଦରକାର। ଆମର କଣ ଦେଇଛି କରିବା ପାଇଁ, ଆମେ କଣ ଫଳାଫଳ ପାଇଲେ, ସେଇଟା ଆମର କେବଳ ଦରକାର। ଆମେ କଣ ପର୍ଯ୍ୟବେକ୍ଷଣ କଲେ ଏବଂ କଣ ଫଳାଫଳ ପାଇଲେ, ସେତିକି ମୋର ଦରକାର। ସେଥିପାଇଁ ମୁଁ ସର୍ଟକଟରେ ଆପଣମାନଙ୍କ ପାଇଁ ନୋଟ ଭଳିଆ କରିଦେଇଛି। ନେକ୍ସଟ ପେଜକୁ ଯିବା ତାହେଲେ ଆମେ। ଦେଖନ୍ତୁ ଏଠାରେ ମୁଁ ମ୍ୟାଗ୍ନେସିୟମ ପାତକୁ ଜଳାଉଛି, ତାପରେ ମୋର ଏମିତି ଜଳିଲା। ଏଇଠି ମୋର ମ୍ୟାଗ୍ନେସିୟମ ଅକ୍ସିଜେନ ସହିତ ରିଆକ୍ଟ କରିକି ମ୍ୟାଗ୍ନେସିୟମ ଅକ୍ସାଇଡ ମୁଁ ପାଇଛି। ନେକ୍ସଟ ଆମେ ତୁମ ପାଇଁ କାମ 1.2 କୁ ଯିବା। ଏଥିରେ ମୋର କଣ ନା ଗୋଟେ ପରୀକ୍ଷା ନୋଟରେ ଆସି ଦେଇଛି ଲେଡ୍ ନାଇଟ୍ରେଟ ର ଜଳୀୟ ଦ୍ରବଣକୁ ନେବା, ତା ସହିତ ପଟାସିୟମ ଆୟୋଡାଇଡ କୁ ଆମେ ମିଶେଇବା। ଯେତେବେଳେ ଆମେ ଲେଡ୍ ନାଇଟ୍ରେଟ ର ଜଳୀୟ ଦ୍ରବଣ ବା ଲେଡ୍ ନାଇଟ୍ରେଟ ସହିତ ଆମେ ପଟାସିୟମ ଆୟୋଡାଇଡ ମିଶେଇବା, ସେତେବେଳେ ଆମର ଗୋଟେ ୟେଲୋ କଲର ର ଗୋଟେ ଅବକ୍ଷେପଟେ ସୃଷ୍ଟି ହବ। ମାନେ ହଳଦିଆ ରଙ୍ଗର ଗୋଟେ ଅବକ୍ଷେପଟେ ସୃଷ୍ଟି ହେଇଥିବାର ଦେଖିବ। ଯେତେବେଳେ ଦିଟା ଯାକ ସ୍ୱଚ୍ଛ ଦ୍ରବଣକୁ ଆମେ ମିଶେଇଦବା, ସାଙ୍ଗେ ସାଙ୍ଗେ ସେଟା ଗାଢ ହଳଦିଆ ହେଇଯିବ। ତ ଏଇ ଯୋଉ ହଳଦିଆ ରଙ୍ଗର ପଦାର୍ଥଟା ଜଳରେ ଦ୍ରବୀଭୂତ ହବ ନାହିଁ ବା ଜଳ ସହିତ ମିଶିଯିବ ନାହିଁ। ସେ କଣ ହବ ନା ତଳେ ବସିଯିବ। ତ ସେଇଟା ହେଇଯାଉଛି ମୋର ଲେଡ୍ ଆୟୋଡାଇଡ୍। ଆପଣମାନେ ମନେ ରଖିବେ ଲେଡ୍ ଆୟୋଡାଇଡ୍ ବା PbI2। ଲେଡ୍ ଆୟୋଡାଇଡ୍, ଲେଡ୍ ନାଇଟ୍ରେଟ୍ ଯେତେବେଳେ ପଟାସିୟମ ଆୟୋଡାଇଡ୍ ସହିତ ମିଶିଯିବ, ଆମର ବାହାରି ପଡିବ ଲେଡ୍ ଆୟୋଡାଇଡ୍। ନେକ୍ସଟ କୁ ଆମେ ଯିବା। ଏଠି ମୁଁ ଚିତ୍ର ମାଧ୍ୟମରେ ମଧ୍ୟ ଦର୍ଶାଇ ଦେଇଛି। ଏଠି ମୋର କଣ ନିଆ ହେଇଛି ଲେଡ୍, ଏଠି ମୋର ନିଆ ହେଇଛି କଣ ବାହାରିଛି ଲେଡ୍ ଆୟୋଡାଇଡ୍ ମଧ୍ୟ ବାହାରିଛି। ସେତେବେଳେ ଆମେ କଣ କଲେ ଲେଡ୍, ଏଟା ଆମର ହଉଛି ଲେଡ୍ ନାଇଟ୍ରେଟ୍। ଲେଡ୍ ନାଇଟ୍ରେଟ୍ ସହିତ ମୁଁ କଣ କରିଛି ପଟାସିୟମ ଆୟୋଡାଇଡ୍ କୁ ମିଶେଇଛି, ମୋର ବାହାରିଛି ଲେଡ୍ ଆୟୋଡାଇଡ୍। ନେକ୍ସଟ ପେଜ ଦେଖିବା। ଆଉ ଗୋଟେ ଦେଇଛି ମୋର ତୁମ ପାଇଁ କାମ 1.3 ରେ। 1.3 ରେ ଆମେ କଣ ଦେଇଛି ନା ଜିଙ୍କ୍ ଧାତୁ ସହିତ ଆମେ ହାଇଡ୍ରୋକ୍ଲୋରିକ ଏସିଡ କିମ୍ବା ସଲଫ୍ୟୁରିକ ଏସିଡ ମିଶେଇବା। ଯେତେବେଳେ ଜିଙ୍କ୍ ଧାତୁ ସହିତ ଆମେ ହାଇଡ୍ରୋକ୍ଲୋରିକ ଏସିଡ ପକାଇବା ବା ହାଇଡ୍ରୋକ୍ଲୋରିକ ଏସିଡ ଯେତେବେଳେ ଜିଙ୍କ୍ ସହିତ ରାସାୟନିକ ପ୍ରତିକ୍ରିୟା କରିବ, ସେଥିରୁ ଆମର ବାହାରିବ କଣ ଜିଙ୍କ୍ କ୍ଲୋରାଇଡ। ଦେଖନ୍ତୁ ଏଠି ଜିଙ୍କ୍ ଅଛି, ସହଜରେ ମନେ ରଖିବେ। ଏଠି କ୍ଲୋରିନ ଅଛି, ଜିଙ୍କ୍ କୁ କ୍ଲୋରିନ ମିଶିକି ଆମର ହେଇଯିବ ଜିଙ୍କ୍ କ୍ଲୋରାଇଡ। ଆଉ ହାଇଡ୍ରୋଜେନ ମାନେ ହାଇଡ୍ରୋଜେନ ଗ୍ୟାସ ମଧ୍ୟ ସୃଷ୍ଟି କରିବ। ତାହେଲେ ଜିଙ୍କ୍ ହାଇଡ୍ରୋକ୍ଲୋରିକ ଏସିଡ ସହିତ ମିଶିଲେ ଜିଙ୍କ୍ କ୍ଲୋରାଇଡ ବାହାରିବ, ତା ସହିତ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରିବ। କେମିତି ହେଲା, କାହିଁକି ହେଲା, ଆମେ ସେଟା ପରେ ଯେତେବେଳେ ଆମେ ପଢିବା ଯେ କଣ ରାସାୟନିକ ପ୍ରତିକ୍ରିୟାର କ୍ଲାସିଫିକେସନ ବା କଣ କଣ ଆମର କେତେ ପ୍ରକାରର ରାସାୟନିକ ପ୍ରତିକ୍ରିୟା ଅଛି, ସେଇଥିରେ ମୁଁ ଆପଣମାନଙ୍କୁ ଡିଟେଲ୍ସରେ ବୁଝାଇଦେବି। କେମିତି ହେଲା, କେମିତି କିଏ କାହା ସହିତ ରିଆକ୍ଟ କଲା, ସେ ରାସାୟନିକ ପ୍ରତିକ୍ରିୟାକୁ କଣ କୁହାଯିବ, ସେଇଟା ଆମେ ପରେ ଜାଣିବା। ଏବେ ଆମେ ଜଷ୍ଟ ବହି ଭିତରକୁ ପ୍ରବେଶ କରିଛି ବିଷୟକୁ, ତ ଏତେ କିଛି ଜାଣିବା ଦରକାର ନାହିଁ। ଯେତେବେଳେ ଯୋଉଠି ଜାଣିବାର ଜିନିଷ ମୁଁ ଆପଣମାନଙ୍କୁ ନିହାତି ଭାବରେ ବୁଝାଇଦେବି। ତ ଯେତେବେଳେ ଜିଙ୍କ୍ ମଧ୍ୟ ସଲଫ୍ୟୁରିକ ଏସିଡ ସହିତ ରାସାୟନିକ ପ୍ରତିକ୍ରିୟା କରିବ, ସେ କଣ ଦବ ଜିଙ୍କ୍ ସଲଫେଟ୍ ଦବ ଏବଂ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରିବ। ଆଚ୍ଛା, ଆଉ ଗୋଟେ ଜିନିଷ, ଯେତେବେଳେ ଆମେ ଏଇ ପରୀକ୍ଷାଟା କରିବା, ଯଦି ହାଇଡ୍ରୋଜେନ ଗ୍ୟାସ ପାଖ, ଯେତେବେଳେ ହାଇଡ୍ରୋଜେନ ଗ୍ୟାସ ବାହାରିବ ତା ପାଖକୁ ଆମେ ଯେତେବେଳେ ଗୋଟେ ଡିଆସିଲ୍ ନବା ନା, ସେତେବେଳେ କଣ ହବ ଜାଣିଛ, ଡିଆସିଲ୍ କାଠି ଜଳେଇଲେ ସେ ଗୋଟେ ପପ୍ ସାଉଣ୍ଡ କରିବ, ପପ୍ ଶବ୍ଦଟେ ହବ। ତ ଏଇଟା କଣ ନା, ଏଇ ପପ୍ ଶବ୍ଦଟା କଣ ପାଇଁ ହୁଏ ଜାଣିଛ? ଇଏ କିଛି ତାପ ଉତ୍ପାଦ କରେ, ମାନେ ତାପ କିଛି ଦିଏ, ସେଥିପାଇଁ ଆମର କଣ ପପ୍ ଶବ୍ଦ ହୋଇଥାଏ। ହାଇଡ୍ରୋଜେନ ଗ୍ୟାସ ଅଛି ବୋଲି ଜାଣିବା ପାଇଁ ବା ହାଇଡ୍ରୋଜେନ ଗ୍ୟାସ ହିଁ ପପ୍ ଶବ୍ଦ ସୃଷ୍ଟି କରିଥାଏ। ତା ସହିତ ଏହା ତାପ ଉତ୍ପାଦ ହୋଇଥାଏ, କାରଣ ସେଥିପାଇଁ ହିଁ ଆମେ ପରୀକ୍ଷା ନଳୀ ହଉ କି କନିକାଲ ଫ୍ଲାସ୍କ ହଉ ଯାହା ବି ନେଲେ ସେଇଟା ଗରମ ହେଇଯାଇଥାଏ। ତାହେଲେ ଏଇଟା ଥିଲା ଆମର ତୁମ ପାଇଁ କାମ 1.3 ର ପର୍ଯ୍ୟବେକ୍ଷଣ। ଏବେ ଆମେ ତାହେଲେ ବୁଝିବା ଜିଙ୍କ୍ କୁ ଏଠାରେ ମୁଁ ନେଲି, ଜିଙ୍କ୍ କୁ ନେଇକି ହାଇଡ୍ରୋକ୍ଲୋରିକ ଏସିଡ ସହିତ ମିଶେଇଦେଲି। ଯେତେବେଳେ ମୁଁ ଜିଙ୍କ୍ କୁ ହାଇଡ୍ରୋକ୍ଲୋରିକ ଏସିଡ ସହିତ ମିଶେଇ ଦେଇଛି, ଦେଖନ୍ତୁ କେମିତି ମୋର ହାଇଡ୍ରୋଜେନ ଗ୍ୟାସ ସବୁ ବାହାରି ଯାଇଛି। ୟା ପାଖକୁ ଯେତେବେଳେ ଆମେ ଡିଆସିଲ୍ କାଠି ଆଣିବା, ଜଳନ୍ତା ଡିଆସିଲ୍ କାଠି, ସେ କଣ ହବ ନା ଆମକୁ ପପ୍ ଶବ୍ଦ ଦବ। ଆମେ ନେକ୍ସଟ କଣ କରିଥିଲେ, ଜିଙ୍କ୍ ସହିତ ସଲଫ୍ୟୁରିକ ଏସିଡ। ଏଠାରେ ମୁଁ କଣ କରିଛି ନା ଜିଙ୍କ୍ କୁ ଯେତେବେଳେ ସଲଫ୍ୟୁରିକ ଏସିଡ ସହିତ ରାସାୟନିକ ପ୍ରତିକ୍ରିୟା କରିଛି, ଏଇଟା ମୋର ଦେଖନ୍ତୁ ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ ହେଇଛି, ଜିଙ୍କ୍ ସଲଫେଟ୍ ମଧ୍ୟ ପ୍ରସ୍ତୁତ ହୋଇଯାଇଛି। ଆପଣମାନେ ମନେ ରଖିବେ ବୋଲି ମୁଁ ଚିତ୍ର ମାଧ୍ୟମରେ ହିଁ ଆପଣମାନଙ୍କୁ ଦର୍ଶାଇ।
ଏବେ ତାହେଲେ ଆମେ ପଢିବା ଶବ୍ଦ ସମୀକରଣ କଣ ତାର ଆମେ କଣ ପାଇଁ ତାକୁ ବ୍ୟବହାର କଲେ ମୁଁ ଆପଣମାନଙ୍କୁ ବୁଝାଇଲି ଯେ ଯେତେବେଳେ ଆମେ ମ୍ୟାଗ୍ନେସିୟମକୁ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରିବା ମ୍ୟାଗ୍ନେସିୟମ ଅକ୍ସାଇଡ ହେବ। ମୁଁ ମ୍ୟାଗ୍ନେସିୟମ ପାତ୍ରକୁ ସାଣ୍ଡ ପେପରରେ ଘଷିକି କଣ କରିଥିଲି ବର୍ଣ୍ଣରରେ ଦେଖେଇଥିଲି ସେଥିରେ ମୋର ମ୍ୟାଗ୍ନେସିୟମ ଅକ୍ସାଇଡ ମିଳିଥିଲା। ତ ଏତେ ସବୁ ଜିନିଷ କହିବା ଲେଖିବା ନିହାତି କଷ୍ଟକର ତ ୟାକୁ ମୁଁ ସର୍ଟକଟରେ ଶବ୍ଦ ମାଧ୍ୟମରେ ଲେଖିବି। ତ ରାସାୟନିକ ପ୍ରତିକ୍ରିୟାକୁ ଆମେ ଯେତେବେଳେ ସଂକ୍ଷିପ୍ତ ବା ସ୍ପଷ୍ଟ ଭାବରେ ପ୍ରକାଶ କରିବା ପାଇଁ ଆମେ କଣ କରିବା ଶବ୍ଦ ସମୀକରଣର ବ୍ୟବହାର କରିବା। ତ ଗୋଟେ ରାସାୟନିକ ପ୍ରତିକ୍ରିୟାକୁ ଆଜି ଆମେ ଗୋଟେ ଛୋଟ ପ୍ରତିକ୍ରିୟା କଲେ କିନ୍ତୁ ଯେତେବେଳେ ବଡ ବଡ ରାସାୟନିକ ପ୍ରତିକ୍ରିୟା କରିବା ଏତେ ଜିନିଷ ଲେଖିବା ତ ସମ୍ଭବ ନୁହଁ ତାକୁ ଆମେ କଣ କରିବା ସର୍ଟକଟରେ ଲେଖିବା। ତ ତାକୁ ସଂକ୍ଷିପ୍ତ ଏବଂ ସ୍ପଷ୍ଟ ଭାବରେ ଲେଖିବା ପାଇଁ ଆମେ ଶବ୍ଦ ସମୀକରଣର ବ୍ୟବହାର କରୁଛେ ଯାହା ଦ୍ୱାରା ଆମେ କଣ କେବଳ ପଦାର୍ଥ ଗୁଡିକର ନାଁକୁ ଲେଖିକି ରାସାୟନିକ ସମୀକରଣକୁ ବୁଝାଇ ପାରିବା। ଯେମିତି ମୁଁ କହିଥିଲି ଆମେ ଲେଖିଥାନ୍ତେ କଣ ଯେତେବେଳେ ମ୍ୟାଗ୍ନେସିୟମକୁ ଆମେ ଅକ୍ସିଜେନ ଆମେ ଜଳାଇଲେ ବା ବାନିଶ ପେପର ଘଷିଲେ ତାପରେ ଜଳାଇଲେ ସେ ଆମକୁ ମ୍ୟାଗ୍ନେସିୟମ ଅକ୍ସାଇଡ ଦେଲା ଅକ୍ସିଜେନ ଉପସ୍ଥିତି ଏତେ ସବୁ ଲେଖିବା ଦରକାର ନାହିଁ। ମୁଁ ଏଠି ଲେଖିଦେଲି ସର୍ଟକଟରେ ମ୍ୟାଗ୍ନେସିୟମ କଣ କରିଛି ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରିଛି ମ୍ୟାଗ୍ନେସିୟମ ଅକ୍ସାଇଡ ମୋର ବାହାରିଛି ଇଏ ଗୋଟିଏ ଶବ୍ଦ ଇଏ ମଧ୍ୟ ଗୋଟିଏ ଶବ୍ଦ ଏହାକୁ ଶବ୍ଦ ଦ୍ୱାରା ଆମେ ପ୍ରକାଶ କରୁଛେ ସେଥିପାଇଁ ଏଇଟା ହଉଛି ମୋର ଶବ୍ଦ ସମୀକରଣ। ଆଚ୍ଛା ଆମେ କଣ ଜାଣିବା ତ ବାମ ପାର୍ଶ୍ୱରେ ଆମର ଯୋଉ ରହିଲା ବାମ ପାର୍ଶ୍ୱ କହିଲେ କଣ ମ୍ୟାଗ୍ନେସିୟମ ଏଠି ଅଛି ଅକ୍ସିଜେନ ମଧ୍ୟ ଅଛି। ବାମ ପାର୍ଶ୍ୱରେ ଯୋଉ ରହିଲା ସିଏ ହଉଛି ମୋର କଣ ପ୍ରତିକାରକ। ମନେ ରଖିବେ ବାମ ପାର୍ଶ୍ୱରେ ଯୋଉଟା ମୋର ରହିଲା ସିଏ ହଉଛି ପ୍ରତିକାରକ। ଏଠି କିଏ ମ୍ୟାଗ୍ନେସିୟମ ହଉ ଅକ୍ସିଜେନ ହଉ ଏଇ ଦିଟା ହଉଛି ମୋର ପ୍ରତିକାରକ। ଡାହାଣ ପଟେ ମୋର କିଏ ବାହାରିଛି ମ୍ୟାଗ୍ନେସିୟମ ଅକ୍ସାଇଡ ବାହାରିଛି। ଏଇ ମ୍ୟାଗ୍ନେସିୟମ ଅକ୍ସାଇଡ ହଉଛି ମୋର କଣ ଉତ୍ପାଦ। ବୁଝିହେଲା ତ ମ୍ୟାଗ୍ନେସିୟମ ଏବଂ ଅକ୍ସିଜେନ ହଉଛି ମୋର ଏଠି ମ୍ୟାଗ୍ନେସିୟମ ଏବଂ ଅକ୍ସିଜେନ ହଉଛି ପ୍ରତିକାରକ ମ୍ୟାଗ୍ନେସିୟମ ଅକ୍ସାଇଡ ହଉଛି ମୋର ଉତ୍ପାଦ। ଯୋଉଟା ବାମ ପାର୍ଶ୍ୱରେ ରହିଲା ସେ ହଉଛି ମୋର କଣ ପ୍ରତିକାରକ ଦକ୍ଷିଣ ପାର୍ଶ୍ୱରେ ଯିଏ ରହିବ ବା ଡାହାଣ ପାର୍ଶ୍ୱରେ ଯିଏ ରହିବ ସିଏ ହଉଛି ମୋର ଉତ୍ପାଦ। ତ ଏହା ମଧ୍ୟରେ ଗୋଟେ ତୀର ଚିହ୍ନ ମଧ୍ୟ ଅଛି। ଏଇ ଯୋଉ ତୀର ଚିହ୍ନ କଣ ସୂଚିତ କରୁଛି ଜାଣିଛନ୍ତି ଏହା ହଉଛି ଆମର ରାସାୟନିକ ପ୍ରତିକ୍ରିୟାର ଦିଗକୁ ସୂଚାଉଛି। ଦିଗକୁ ସୂଚାଉଛି କହିବାର ଅର୍ଥ କଣ ତାମାନେ ଏଇ ଦିଗରୁ ଆମର ଏଇ ଦିଗକୁ ଯାଇଛି ତାମାନେ ମ୍ୟାଗ୍ନେସିୟମ ଅକ୍ସିଜେନ ମିଶିଛି କୋଉଥିରେ ପରିଣତ ହେଇଛି ମ୍ୟାଗ୍ନେସିୟମ ଅକ୍ସାଇଡ ରେ ପରିଣତ ହେଇଛି ତାହା ଆମକୁ ସେ ସୂଚନା ପ୍ରଦାନ କରୁଛି। ତ ଏଇ ତୀର ଚିହ୍ନ ଆମକୁ ତୀର ଚିହ୍ନ କାହାକୁ ନିର୍ଦ୍ଦେଶ କରେ ଏକ ଦିଗକୁ ନିର୍ଦ୍ଦେଶ କରେ। ଆଉ ଗୋଟେ ଜିନିଷ କଣ ଯଦି ରାସାୟନିକ ଗୋଟେ ପ୍ରତିକ୍ରିୟା ହେଲା ବେଳେ ଯେତେବେଳେ ଆମେ ଶବ୍ଦ ସମୀକରଣକୁ ଲେଖିବା ଯଦି ଆମେ ଏକରୁ ଅଧିକ ପ୍ରତିକାରକ ଥିଲେ ତା ମଧ୍ୟରେ ଆମେ ଯୁକ୍ତ ଚିହ୍ନ ଦେବା। ମୋର ଏଠି ମ୍ୟାଗ୍ନେସିୟମ ଅକ୍ସିଜେନ ଦିଟା ଅଛି ସେଥିପାଇଁ ମୁଁ ମଝିରେ ଯୁକ୍ତ ଚିହ୍ନ ଦେଇଛି। ସେଇଭଳି ଯଦି ମୋର ଉତ୍ପାଦରେ ମଧ୍ୟ ଦୁଇଟି କିମ୍ବା ତିନୋଟି ଜିନିଷ ବାହାରେ ତାହେଲେ ସେମାନଙ୍କ ମଧ୍ୟରେ ମଧ୍ୟ ଯୁକ୍ତ ଚିହ୍ନ ମୁଁ ଦେଇପାରିବି। ତାହେଲେ ଆମେ ଶବ୍ଦ ସମୀକରଣ କଣ ଜାଣିଲେ ଏବେ ଆମେ ଜାଣିବା ରାସାୟନିକ ସମୀକରଣ କଣ। ଯେତେବେଳେ ଆମେ ଶବ୍ଦ ଲେଖିଲେ ଆମେ କଣ କଲେ ପୁରା ବିକ୍ଷିପ୍ତ ରୂପକୁ ସଂକ୍ଷେପରେ ଲେଖିପାରିଲେ କିନ୍ତୁ ଶବ୍ଦ ସମୀକରଣକୁ ଆହୁରି ସଂକ୍ଷିପ୍ତ ସଠିକ ଏବଂ ବୈଜ୍ଞାନିକ ଭାବରେ ବ୍ୟବହାର କରିବା ଲେଖିବା ପାଇଁ ଆମେ ଯୋଉ ରାସାୟନିକ ସଂକେତ ଏବଂ ପ୍ରତୀକର ବ୍ୟବହାର କରୁଛେ। ଆଚ୍ଛା ପ୍ରତୀକ କଣ ସଂକେତ କଣ ଆପଣ ମାନେ ଜାଣିଛନ୍ତି ପ୍ରତୀକ କଣ ନା ଯେତେବେଳେ ଆମେ କୌଣସି ମୌଳିକ କଥା ନବା ତାହେଲେ ସେଇଠି ଆମେ ବ୍ୟବହାର କରିବା ପ୍ରତୀକ ଯେମିତି କି ଜିଙ୍କ ସେଟା ହଉଛି ଜିଆଡାନି କିନ୍ତୁ ଜିଙ୍କ ଟା ଆଉ କାହା ସହ ମିଶିକି ଥିଲେ ତ ସେଟା ହେଇଗଲା ମୋର ଯୌଗିକ ତା ପାଇଁ ମୁଁ ବ୍ୟବହାର କରିବି ସଂକେତ। ପ୍ରତୀକ ଏବଂ ସଂକେତ ଭିତରେ ଡିଫରେନ୍ସ ଜାଣିପାରିଲ ପ୍ରତୀକ କେତେବେଳେ ଆସିବ ମୌଳିକ କ୍ଷେତ୍ରରେ ଆସିବ କିନ୍ତୁ ସଂକେତ ମୋର ଯୌଗିକ କ୍ଷେତ୍ରରେ ଆସିବ। ଏଇଟା ମୋର ମ୍ୟାଗ୍ନେସିୟମ ଅଛି ମ୍ୟାଗ୍ନେସିୟମ କଣ ହେଇଛି ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରିକି ମ୍ୟାଗ୍ନେସିୟମ ଅକ୍ସାଇଡ ହେଇଛି। ତ Mg ହଉଛି କଣ ମ୍ୟାଗ୍ନେସିୟମ କୁ ସୂଚାଉଛି O2 ଏଠି ମୋର ଯୋଉ ଅଛି ଅକ୍ସିଜେନ କୁ ସୂଚାଉଛି ବାହାରିଛି ମୋର ମ୍ୟାଗ୍ନେସିୟମ ଅକ୍ସାଇଡ। ତ ଏହା ଆହୁରି ସଂକ୍ଷିପ୍ତ ରୂପରେ ଲେଖା ହେଲା ଶବ୍ଦ ସମୀକରଣଠୁ ଅଧିକ ସଂକ୍ଷିପ୍ତ ସଠିକ ଏବଂ ବିଜ୍ଞାନ ଦ୍ଵାରା ମଧ୍ୟ ବୈଜ୍ଞାନିକ ଭାବରେ ମଧ୍ୟ ଆମେ ତାକୁ ଲେଖିପାରିଲେ। ଏହାକୁ ଆମେ କଣ କହିବା ଗୋଟିଏ ରାସାୟନିକ ସମୀକରଣ କହିବା କିନ୍ତୁ ଏଇଟା ହଉଛି ମୋର କଣ ସୂଚକୀୟ ରାସାୟନିକ ସମୀକରଣ। ଆଚ୍ଛା ସୂଚକୀୟ ରାସାୟନିକ ସମୀକରଣ କଣ ପାଇଁ ଏହା ଆମକୁ କିଛି ସୂଚନା ପ୍ରଦାନ କରୁଛି ସେଥିପାଇଁ ତାହା ହଉଛି ସୂଚକୀୟ ରାସାୟନିକ ସମୀକରଣ। ଆଉ ଗୋଟେ ଆମେ ଜାଣିବା ଗୋଟେ ରାସାୟନିକ ସମୀକରଣ ତାର ଉଭୟ ପାର୍ଶ୍ୱରେ ପରମାଣୁ ସଂଖ୍ୟା ସମାନ ଅଛି କି ନାହିଁ। ଯଦି ଉଭୟ ପାର୍ଶ୍ୱରେ ପରମାଣୁ ସଂଖ୍ୟା ସମାନ ଅଛି ତାହେଲେ ସେ ହଉଛି ସମତୁଲ ରାସାୟନିକ ସମୀକରଣ। ଯଦି ଉଭୟ ପାର୍ଶ୍ୱରେ ସମାନ ନାହିଁ ପରମାଣୁ ସଂଖ୍ୟା ତାହେଲେ ସେ ହେଇଯିବ ଆମର
ଅସମତୁଲ ରାସାୟନିକ ଅସମତୁଲ ରାସାୟନିକ ସମୀକରଣ। ଯେତେବେଳେ ଏଇଠି ମୁଁ ମ୍ୟାଗ୍ନେସିୟମ ଅକ୍ସାଇଡ କଥା ଦେଖିବି, ପ୍ରଥମେ ମୁଁ କଣ କରିବି, ମ୍ୟାଗ୍ନେସିୟମ କଥା ଦେଖିବି। ମ୍ୟାଗ୍ନେସିୟମ ଏଠି ମୋର କେତେଟା ଅଛି ନା ଗୋଟିଏ ଅଛି ମ୍ୟାଗ୍ନେସିୟମ। ସେଇଭଳି ଭାବରେ ଅକ୍ସିଜେନ କେତେଟା ଅଛି, ଦିଟା ଅଛି। ଏଇଠି ଦେଖିଲେ ମ୍ୟାଗ୍ନେସିୟମ ଗୋଟେ ଅଛି, ଅକ୍ସିଜେନ ମୋର ଦିଟା ଅଛି। କିନ୍ତୁ ବାହାରିଛି ମ୍ୟାଗ୍ନେସିୟମ ଗୋଟେ, ଅକ୍ସିଜେନ ଗୋଟେ। ତାମାନେ ଏଠି ମୋର ଗୋଟିଏ ଅଛି, ଏପଟେ ମ୍ୟାଗ୍ନେସିୟମ ସେଇ ଗୋଟେ ରହିଲା, କିନ୍ତୁ ଏଠି ଅକ୍ସିଜେନ ମୋର ଦିଟା ଅଛି, ଏପଟେ କିନ୍ତୁ ଅକ୍ସିଜେନ ଗୋଟିଏ ବାହାରିଛି। ତାମାନେ ଉଭୟ ପାର୍ଶ୍ୱରେ କଣ ସମାନ ରହିଲା କି, ବାମ ପାର୍ଶ୍ୱ ଡାହାଣ ପାର୍ଶ୍ୱ ଦିଟା ଯାକର ଅଲଗା ଅଲଗା ରହିଲା ଅକ୍ସିଜେନ ବାମ ପଟେ ଦିଟା ଥିଲା, କିନ୍ତୁ ମୋର ବାହାରିଛି ଗୋଟେ। ସେଥିପାଇଁ ଏଟା ମୋର ଅସମତୁଲ ରାସାୟନିକ ସମୀକରଣ। ଯଦି ବାମ ପାର୍ଶ୍ୱ ଏବଂ ଡାହାଣ ପାର୍ଶ୍ୱରେ ସମାନ ପରମାଣୁ ଥାନ୍ତା, ତାହେଲେ ହେଇଥାନ୍ତା ମୋର ସମତୁଲ ରାସାୟନିକ ସମୀକରଣ। ବୁଝିଲା ଏତିକି ଜିନିଷ। ତାହେଲେ ସମତୁଲ କଣ, ଅସମତୁଲ କଣ? ଏବେ ବୁକ୍ ରେ ଥିବା କିଛି ନୋଟ୍ ଆମେ ପଢିବା। ଯେତେବେଳେ ଉଭୟ ପାର୍ଶ୍ୱରେ ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ସମାନ ହୁଏ ନାହିଁ, ସେ କଣ କହିଲା, ଯଦି ମୌଳିକର ପରମାଣୁ ସଂଖ୍ୟାଟା ସମାନ ହୁଏ ନାହିଁ, ତେବେ ଏଟାକୁ ଆମେ କଣ କହିବା, ଅସମତୁଲ ରାସାୟନିକ ସମୀକରଣ କହିବା। ତାହେଲେ ପରମାଣୁ ସଂଖ୍ୟା ସମାନ ହେଲେ ଅସମତୁଲ। ତାହେଲେ ପ୍ରଥମେ ଯୋଉଟା ମୁଁ କହିଥିଲି କିଛି ସୂଚନା ଦେଇଥିବାରୁ ଏଟାକୁ କୁହାଯାଏ ସୂଚକୀୟ ରାସାୟନିକ ସମୀକରଣ। ସମତୁଲ ଅସମତୁଲ ଅଲଗା ଜିନିଷ, ସୂଚକୀୟ ସେ ଅଲଗା ଜିନିଷ। ଯେତେବେଳେ ଆମେ ଗୋଟେ ସମୀକରଣଟିଏ ଲେଖା ହେଇଥାଏ, ସବୁବେଳେ ସୂଚକୀୟ ସମୀକରଣ ହିଁ ଲେଖା ହେଇଥାଏ। ଯଦି ଆମର ଲକ୍ଷ୍ୟ କଣ, ଯଦି ତାହା ଅସମତୁଲ ଅଛି, ତାକୁ ଆମେ ସମତୁଲ କରିବା ବା ବାଲାନ୍ସ କରିବା। ଆଚ୍ଛା, ବାଲାନ୍ସ ଆମେ କରିବା କେମିତି ଜାଣିଛନ୍ତି? ସବୁବେଳେ ଗୋଟେ ରାସାୟନିକ ସମୀକରଣ ପରମାଣୁ ସଂରକ୍ଷଣ ନିୟମକୁ ପାଳନ କରେ। ପରମାଣୁ ସଂରକ୍ଷଣ ନିୟମ କଣ? ଗୋଟେ ରାସାୟନିକ ପ୍ରତିକ୍ରିୟାର ପୂର୍ବରୁ ପରମାଣୁ ସଂଖ୍ୟା ଯାହା ଥିଲା, ରାସାୟନିକ ପ୍ରତିକ୍ରିୟା ପରେ ବି ପରମାଣୁ ସଂଖ୍ୟା ସେୟା ରହିବ। ଏଟା ହଉଛି ମୋର ପରମାଣୁ ସଂରକ୍ଷଣ ନିୟମ। ତାମାନେ ମୁଁ ଯେତେବେଳେ ମ୍ୟାଗ୍ନେସିୟମ ଅକ୍ସାଇଡ ନେଇଥିଲି, ତ ମ୍ୟାଗ୍ନେସିୟମ ମୋର କେତେଟା ଥିଲା, ବାମ ପଟେ ଗୋଟିଏ ଥିଲା, ଅକ୍ସିଜେନ କିନ୍ତୁ ଦିଟା ଥିଲା। କିନ୍ତୁ ଡାହାଣ ପଟେ ମ୍ୟାଗ୍ନେସିୟମ ଗୋଟେ, ଅକ୍ସିଜେନ ବି ଗୋଟେ, ତ ଏଇ ଦିଟା ଯାକ ଅଲଗା ଥିଲା। କିନ୍ତୁ ପରମାଣୁ ସଂରକ୍ଷଣ ନିୟମ ଆମକୁ କଣ କହିଲା, ଏକ ସମୀକରଣ ସମତୁଲ ହବ କେତେବେଳେ ନା, ଯେତେବେଳେ ତାର ବାମ ପଟରେ ଥିବା ପରମାଣୁ ସଂଖ୍ୟା ଡାହାଣ ପଟରେ ଥିବା ପରମାଣୁ ସଂଖ୍ୟା ସହିତ ସମାନ ହବ। ତ ଯେତେବେଳେ ଗୋଟେ ଅନବାଲାନ୍ସ ଥାଏ, ତାକୁ ଆମେ କଣ କରିବା, ଯୋଉଠି କମ ଥିବ ତାକୁ ଆମେ ସମାନ କରିବା। ସମାନ କରିଦେଲେ ଆମର ରାସାୟନିକ ପ୍ରତିକ୍ରିୟା ଟା ବାଲାନ୍ସ ହେଇଗଲା ବୋଲି ଆମେ କହିବା। ଆମକୁ ଏକ୍ସାମ ରେ ନିହାତି 1 ରୁ 2 ମାର୍କ କ୍ୱେଶ୍ଚିନ ପଚାରିବ। କଣ ନା, ଗୋଟେ ଦେଇଥିବ 2 ମାର୍କ ହଉ 3 ମାର୍କ ଯାହା ବି ହଉ, କିନ୍ତୁ ନିହାତି ପଚାରିବ। କିଛି ଅସମତୁଲ ରାସାୟନିକ ସମୀକରଣ ଦେଇଥିବ, ତାକୁ ଆମେ ସମତୁଲ କରିକି ଲେଖିବା। ଏଇଟା ଆମକୁ କ୍ୱେଶ୍ଚିନ ପଚାରିବ, ଲଙ୍ଗ କ୍ୱେଶ୍ଚିନ ମଧ୍ୟ ପଡିପାରେ। ସୋପାନ ମାଧ୍ୟମରେ ଆମେ ଦେଖେଇବା କେମିତି ଆମେ ଅସମତୁଲକୁ ସମତୁଲ କରିବା। ତ ଅସମତୁଲକୁ ସମତୁଲ କରିବା ପାଇଁ କଣ କଣ ସୋପାନ ରହିଛି, ତାହା ଆମର ପରୀକ୍ଷାରେ ଲଙ୍ଗ କ୍ୱେଶ୍ଚିନ କାଳେ ପକେଇବ, ସେଥିପାଇଁ ଆମେ ପ୍ରିପେୟାର ଅଲରେଡି ହେଇଯାଇଥିବା। ଯେମିତି ଯାହାବି କ୍ୱେଶ୍ଚିନ ଆସୁ, ଲଙ୍ଗ ଆସୁ, ସର୍ଟ ଆସୁ, 1 ମାର୍କ ଆସୁ, ସେ ଯାହାବି ଆସୁଥାଉ, ଯେମିତି କି ଗୋଟେ କ୍ୱେଶ୍ଚିନ ଆମର ମାଇନସ କରିବା ନାହିଁ। ତ ପ୍ରଥମେ ଗୋଟେ ସମତୁଲ ରାସାୟନିକ ସମୀକରଣକୁ ମୁଁ କେମିତି ଅସମତୁଲକୁ କେମିତି ସମତୁଲ କରୁଛି, ତାହେଲେ ଆପଣ ମାନେ ବୁଝନ୍ତୁ ମୋ ଠାରୁ। ମୁଁ ରାସାୟନିକ ସମୀକରଣଟି ନେଇଛି, Fe plus H2O ମୋର ବାହାରିଛି Fe3O4 plus H2। ଏଇଟା ହଉଛି ମୋର ରାସାୟନିକ ସମୀକରଣ, କିନ୍ତୁ ଏହା ଅସମତୁଲ ଅଛି। ବୁଝିଲା? ଅସମତୁଲ ଅଛି, ତାକୁ ମୁଁ ସମତୁଲ କେମିତି କରିବି, ଆମେ ପ୍ରଥମେ ସୋପାନ ମାଧ୍ୟମରେ ପଢିବା, ତାପରେ ଆପଣ ମାନଙ୍କୁ ମୁଁ ସର୍ଟକଟ ରେ ବୁଝେଇଦେବି। ପ୍ରଥମେ ଆମେ ସୋପାନକୁ ଦେଖିବା, ଲଙ୍ଗ କ୍ୱେଶ୍ଚିନ କେମିତି ଲେଖିବା। ପ୍ରଥମେ ଲେଖିବା ଯେ ଆମେ ସୋପାନ 1ରେ କଣ କରିବା, ଆମେ ଯାହା ବି ନେଇଥିବା ସଂକେତ, ତ ଏଇ ପ୍ରତ୍ୟେକ ସଂକେତର ଚାରି ପାଖରେ ମୁଁ କଣ କରିବି, ବାକ୍ସ ଅଙ୍କନ କରିଦେବି କିଛି, କିନ୍ତୁ ତାର ଉପାଦାନ କିଛି ପରିବର୍ତ୍ତନ କରିବି ନାହିଁ। ମୁଁ ନେଇଛି କଣ, Fe plus H2O, ବାହାରିଛି ମୋର କଣ Fe3O plus H2, O4 plus H2। ଏସବୁକୁ ମୁଁ ପ୍ରଥମେ କଣ କଲି, ବାକ୍ସ ଅଙ୍କନ କରିଦେଇଛି। ଏଇଠି ମୋର ବାକ୍ସ ଅଙ୍କନ ହେଇଯାଇଛି। ତ ପ୍ରଥମ ସୋପାନରେ ମୁଁ କଣ କରିବି, ମୋର ଥିବା ସବୁ ସଂକେତକୁ ମୁଁ ବାକ୍ସ ଅଙ୍କନ କରିଦେବି ତାର ଚାରିପଟେ। ସୋପାନ 2ରେ ଆମେ କଣ କରିବା, ଦେଖିବା ସେ ବାଲାନ୍ସ ଅଛି କି ଅନବାଲାନ୍ସ ଅଛି, ସମତୁଲ କି ଅସମତୁଲ। ତ ମୁଁ ସବୁ ମୌଳିକ ଗୁଡିକୁ ଲେଖିଦେଲି। ତ ମୋର କଣ କଣ ମୌଳିକ ରହିଛି, ଗୋଟେ ତାଲିକାଟା ପରମାଣୁ ସଂଖ୍ୟାର ଗୋଟେ ସାରଣୀରେ ପ୍ରସ୍ତୁତ କରିଦେଇଛି। ମୋର ଏଠି କଣ କଣ ମୌଳିକ ଅଛି, ଫେରମ ଅଛି, ହାଇଡ୍ରୋଜେନ ଅଛି, ଅକ୍ସିଜେନ ଅଛି, ବା ଆଇରନ୍ ଅଛି, ହାଇଡ୍ରୋଜେନ ଅଛି, ଅକ୍ସିଜେନ ଅଛି। ଆଇରନ୍ ମୋର କେତୋଟି ଅଛି, ଦେଖିବା ପ୍ରଥମେ ପ୍ରତିକାର କରେ ମୋର ଆଇରନ୍ କେତେଟା ଅଛି, ଗୋଟିଏ ଅଛି। ହାଇଡ୍ରୋଜେନ ଅଛି 2ଟା, H2 ଯେହେତୁ ଲେଖା ହେଇଛି 2ଟା ଅଛି ହାଇଡ୍ରୋଜେନ।
ऑक्सीजन अछि मोर गोटे तो प्रतिकार करे आयरन अछि गोटे हाइड्रोजन अछि दुईटा ऑक्सीजन अछि गोटे से भली उत्पादन वर्तमान आमे देखिबा किंतु बाहरी मोर आयरन केतेटा तीनटा बाहरी तो एठी मोर आयरन बाहरी तीनटा ऑक्सीजन केतेटा बाहरी चारिटा बाहरी ऑक्सीजन चारिटा पई 4 लिखि देछि हाइड्रोजन अछि दुईटा देखंतु हाइड्रोजन और दुई दुई समान अछि किंतु आयरन हो ऑक्सीजन हो दुईटा जाक अलगा अछि तामाने ଏହା एक असमतुल रासायनिक समीकरण मोर काम कण ଏହାକୁ ସମତୁଲ ମୁଁ କରିବି ତ ସୋପାନ 1 ରେ ଆମେ କଣ କଲେ ଚାରି ପାଖରେ ବାକ୍ସ ଅଙ୍କନ କରିଦେଲେ ସୋପାନ 2 ରେ ଆମେ ଗୋଟେ ସାରଣୀଟିଏ ପ୍ରସ୍ତୁତ କରିଦେଲେ କାହାକୁ ନେଇକି ପ୍ରତ୍ୟେକ ମୌଳିକର ପରମାଣୁକୁ ନେଇକି ଆମେ ସାରଣୀ ପ୍ରସ୍ତୁତ କରିଦେଲେ ନେକ୍ସଟ ସୋପାନ 3 ରେ ଆମେ କଣ କରିବା ଯୋଉ ମୌଳିକର ପରମାଣୁଟା ସର୍ବାଧିକ ଥିବ ତ ଏଠି ମୁଁ କଣ ନେଇଥିଲି Fe3 ସେ ଉତ୍ପାଦରେ ହଉ କି ପ୍ରତିକାରକରେ ହଉ ଯାହାର ସବୁଠାରୁ ଅଧିକ ସଂଖ୍ୟାରେ ପରମାଣୁ ଥିବ ତାକୁ ଆମେ ପ୍ରଥମେ ବାଛିବା ଏଠି ମୋର କଣ ଅଛି Fe3O4 ରେ ମୋର କଣ ହେଇଛି ନା ଅକ୍ସିଜେନ ର ସବୁଠାରୁ ପରମାଣୁ ଅଧିକ ଅଛି 4ଟି ଅଛି ତ ପ୍ରଥମେ ମୁଁ ଅକ୍ସିଜେନ କୁ ହିଁ ସମାଧାନ କରିବି ସେ ଦକ୍ଷିଣ ପାର୍ଶ୍ୱରେ ଥାଉ କି ବାମ ପାର୍ଶ୍ୱରେ ଥାଉ ମୁଁ ତାକୁ ହିଁ ସମାଧାନ କରିବି ଅକ୍ସିଜେନ ମୋର କଣ ଅଛି ଦେଖନ୍ତୁ ତ ଅକ୍ସିଜେନ ଯୋଉ 4ଟି ପରମାଣୁ ଅଛି ତାହା ଆମର ଦକ୍ଷିଣ ପାର୍ଶ୍ୱରେ ଅଛି କିନ୍ତୁ ବାମ ପଟେ କଣ ଅଛି ଗୋଟେ ଅକ୍ସିଜେନ ପରମାଣୁ ଅଛି ତ ବାଁ ପଟେ ଯୋଉ ମୋର ଗୋଟେ ଅକ୍ସିଜେନ ପରମାଣୁ ଅଛି ସେଇ ଗୋଟେ ଅକ୍ସିଜେନ ପରମାଣୁକୁ କଣ କଲେ 4 ରେ ପରିଣତ ହେଇଯିବ 4 ଗୁଣିଦେଲେ ନା 1 ଚଉ 4 ତ ଯଦି ମୁଁ 4 ଗୁଣନ କରିଦେବି ତାହେଲେ ପ୍ରତିକାରକରେ ମୋର 4ଟି ହେଇଯିବ ଉତ୍ପାଦରେ ମଧ୍ୟ 4ଟି ମୋର ଅକ୍ସିଜେନ ହେଇଯିବ ବୁଝିଲା H2O ଠାରେ ମୋର ଏଠି ଗୋଟିଏ ଅଛି ଅକ୍ସିଜେନ ଏଠି Fe3O4 4ଟି ଅକ୍ସିଜେନ ଅଛି ଏଠି ଗୋଟିଏ ଅକ୍ସିଜେନ ଅଛି ଏଠି 4ଟି ଅଛି ସେଥିପାଇଁ ଏଇ 1 ରେ ମୁଁ କଣ କଲି 4 କୁ ଗୁଣନ କରିଦେବି ଯଦି 1 ରେ ମୁଁ 4 ଗୁଣନ କରିଦେଲି ବର୍ତ୍ତମାନ ଏପଟେ ପ୍ରତିକାରକରେ ହେଇଯିବ ଅକ୍ସିଜେନ 4ଟା ଉତ୍ପାଦରେ ବି ମୋର ହେଇଯିବ ଅକ୍ସିଜେନ 4ଟା ତା ମାନେ ଦିଟା ଯାକ ମୋର କଣ ହେଇଗଲେ ବାଲାନ୍ସ ହେଇଗଲେ ବା ସମତୁଲ ହେଇଗଲେ ବର୍ତ୍ତମାନ ମୋର ଅକ୍ସିଜେନ ର କେବଳ ଅକ୍ସିଜେନ ହିଁ ସମାନ ହେଇଗଲା ଏବେ ତାହେଲେ ଆମେ ନେକ୍ସଟ କଥା ଦେଖିବା ସେମିତି କି ଆଇରନ କୁ ଦେଖିବା ହାଇଡ୍ରୋଜେନ କୁ ଦେଖିବା ସବୁ କିଛିକୁ ସମାନ କଲେ ଯାଇକି ଆମର ସମତୁଲ ନା ବର୍ତ୍ତମାନ ଆମର ଅକ୍ସିଜେନ ସମତୁଲ ହେଇଯାଇଛି ତମର କଣ ସମୀକରଣ ହେଇଗଲା Fe plus 4H2O Fe3O4 plus H2O ତାହେଲେ ଏଇଠି ମୋର O4 ଯୋଉ ଥିଲା ତ ଏଇ ଅକ୍ସିଜେନ କୁ 4 କରିବା ପାଇଁ ମୁଁ କଣ କଲି ତାର ବାମ ପାର୍ଶ୍ୱରେ ଗୋଟିଏ 4 ଗୁଣିଲି ଆଚ୍ଛା ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ଆପଣ ମାନେ ମନେ ରଖିବେ କେବେ ଏଇ ଅକ୍ସିଜେନ ର ତଳେ ମୁଁ 4 ଗୁଣନ କରିପାରିବି ନାହିଁ କିମ୍ବା ଏଇ ଅକ୍ସିଜେନ ର ପୂର୍ବରୁ ମୁଁ 4 କୁ ଲେଖିପାରିବି ନାହିଁ ତାମାନେ H2O4 ଲେଖିବା ଭୁଲ ବା H2O4 ବି ଲେଖିବା ଭୁଲ ଯଦି ମୁଁ ଗୁଣନ କରିବି କେବଳ କଣ କରିପାରିବି H2O ମୋର ଅଛି ତାର ବାହାର ପାଖରେ ହିଁ ମୁଁ 4 ଗୁଣନ କରିବି ତ ମୋର ଏଠି ହାଇଡ୍ରୋଜେନ ପରିବର୍ତ୍ତନ ହବ ଅକ୍ସିଜେନ ମଧ୍ୟ ପରିବର୍ତ୍ତନ ହବ ଏଟା ହଉଛି ମୋର ମୁଁ ଏହାକୁ ମଧ୍ୟ ନୋଟରେ ଲେଖିଦେଇଛି ପରମାଣୁ ଗୁଡିକର ସଂଖ୍ୟାକୁ ସମାନ କରିବା ପାଇଁ ରାସାୟନିକ ପ୍ରତିକ୍ରିୟା ସହିତ ସମ୍ପୃକ୍ତ ଯୌଗିକ ବା ମୌଳିକ ଗୁଡିକର ସଂକେତକୁ ଯୋଉଟା ବାକ୍ସ ମଧ୍ୟରେ ଅଛି ଆମେ ତାକୁ ପରିବର୍ତ୍ତନ କରିପାରିବା ନାହିଁ ଏଠି ମୋର ବାକ୍ସ ମାଧ୍ୟମରେ ଅଛି କି H2 ଆମେ ତାକୁ କଣ ପରିବର୍ତ୍ତନ କରିବା କି ତାକୁ ଆମେ ପରିବର୍ତ୍ତନ କରିପାରିବା ନାହିଁ ତ ସେ ଯେମିତି ଥିଲା ସେମିତି ରହିବ ତ ମୋର 4ଟି ଅକ୍ସିଜେନ ଦରକାର ସେଥିପାଇଁ ଏଇ 4ଟା ମୁଁ କଣ କରିବି ଏଇ ଟୋଟାଲ ର ବାମ ପାଟରେ ହିଁ ଗୁଣନ କରିବି ବୁଝିଗଲା ତାହେଲେ ଏବେ ମୋର କଣ ହେଇଗଲା Fe plus 4H2 ବାହାରିଲା ମୋର Fe2 H2 ଏତିକି ମୋର ବାହାରିଛି ନେକ୍ସଟ ଆମେ କଣ କରିବା Fe କୁ କିମ୍ବା ହାଇଡ୍ରୋଜେନ କୁ ଆମେ ବାଲାନ୍ସ କରିବା ବା ସମତୁଲ କରିବା ଦେଖିବା ନେକ୍ସଟ ପେଜରେ ସୋପାନ 4 ମୁଁ କଣ କରିବି Fe କିମ୍ବା H ର ପରମାଣୁରୁ କିଛି ବି ସମତୁଲ ହୁଏ ନାହିଁ ଏ ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏକୁ ଆମେ ବାଛିବା ତାକୁ ଆମେ ସମତୁଲ କରିବା ମୁଁ ଏଇଟା ହାଇଡ୍ରୋଜେନ କୁ ବାଛିଛି ତ ହାଇଡ୍ରୋଜେନ ପରମାଣୁ ଯେତେବେଳେ ଆମେ ଦେଖିବା ଆମର ବାମ ପଟରେ ବା ପ୍ରତିକାରକରେ କଣ ଥିଲା 4H2O ଥିଲା 4H2O ମାନେ ଏଠି 4 ଦୁଗୁଣେ 8 ଜାଣି ହେଲା ତାମାନେ ପ୍ରତିକାରକରେ 8ଟି ପରମାଣୁ ଅଛି କିନ୍ତୁ ଉତ୍ପାଦରେ H2 ଅଛି H2 ମାନେ ମୋର 2ଟି ଅଛି ତ ଏଠି 8 ଅଛି ଏଠି 2 ଅଛି ତାହେଲେ 2 କଣ କଲେ ଆମର ସମତୁଲ କରିବା ପାଇଁ ମତେ କଣ କରିବାକୁ ପଡିବ ଏଇ 2ରେ ମତେ 4 ଗୁଣନ କରିବା ପାଇଁ ପଡିବ ଜାଣି ହେଲା 2ରେ ମୁଁ ଯେତେବେଳେ 4 ଗୁଣନ କରିଦେଲି ମୋର ହେଇଗଲା 8 ବର୍ତ୍ତମାନ ପ୍ରତିକାରକରେ ହେଇଗଲା 8 ଉତ୍ପାଦରେ ବି ହେଇଗଲା 8 ତା ମାନେ ମୋର
हाइड्रोजेन बालांस हो गला बर्तमान ताले इक्वेशन टा कोन होबो Fe थिला 4H2O 4H2O थिला Fe3O4 मोर थिला किंतु ए हाइड्रोजेन जो अछि ता पूर्वर मु कोन करली 4 को गुणन करदेली मोर हाइड्रोजेन को समतुल्य करिवा पई एबे हाइड्रोजेन हे गला मोर समतुल्य ता सहित ऑक्सीजन मध्ये समतुल्य हो गला वर्तमान आमे Fe बाहको जिबा देखिबा गोटे आ समतुल्य करिया को रहिला जोडा हो मोर आयरन बा Fe तो आयरन रो प्रथमे जेबे प्रतिकारक कथा देखिबा बा आरंभरे प्रतिकारक रे हमर कोन अछि Fe अछि तो Fe रे मोर गोटे मात्र अछि किंतु Fe3O4 जेतବେଳେ ମୋର ନେଇଛି ସେଥିରେ ମୋର ତିନୋଟି ଅଛି ଉତ୍ପାଦରେ ତ ଏଠି 1 ଅଛି ଏଠି 3 ଅଛି ତ ଏଇ 1 ରେ ମତେ କଣ କରିବାକୁ ପଡିବ 3 ଗୁଣନ କରିବାକୁ ପଡିବ ବର୍ତ୍ତମାନ ମୋର ପ୍ରତିକାରକରେ 3ଟା ହେଇଯିବ ଉତ୍ପାଦରେ ମଧ୍ୟ 3ଟା ହେଇଯିବ ତ ପ୍ରତିକାରକ ଏବଂ ଉତ୍ପାଦରେ ଥିବା ପରମାଣୁ ସଂଖ୍ୟା ସମାନ ହେଇଗଲା ଏବେ ତାହେଲେ ମୋର ଆଇରନ୍ ସମାନ ହେଲା ଅକ୍ସିଜେନ ସମାନ ହେଲା ହାଇଡ୍ରୋଜେନ ମଧ୍ୟ ସମାନ ହେଲା ତା ମାନେ 3ଟା ଯାକ ସମାନ ହେଇଗଲା ମାନେ ମୋର टोटाल समीकरण कौन बालांस हो गला आपण माने शिखि पाथिबा निहाती आमे केमिति बालांस कले मु याको एग्जांपल माध्यम बुझाइबे देखंतु एठी मोर समीकरण अछि कोन F3Fe 4H2 Fe3O4 4H2 देखंतु Fe मोर तीनोटी अछि एपटे मध्ये Fe3 अछि 4H2 माने 4 दुगुणे 8 टी अछि हाइड्रोजन एपटे मध्ये 4 दुगुणे 8 टी हाइड्रोजन अछि एठी ऑक्सीजन 4 टी अछि एठी मध्ये ऑक्सीजन मोर 4 टी अछि ता माने वर्तमान मोर समीकरणटी कोन समतुल्य हो जायछि एबे ता पर सोपाନରେ ଆମେ कोन करबा ना एई जो हम जो बाक्स देछे से बाक्स गुडुक आमे बाहर करके समीकरणटु को देखिदेबा वर्तमान मोर कोन समीकरणटी समतुल्य हो जायछि आशा करछि आपण माने समस्ते निहाती भाबरे समतुल्य कि केमति कले शिखि पारिथिबे जदि भी न शिखि पारिछंती ताहाले आउथरे वीडियो को देखि दियंतु निहाती भाबरे आपण माने शिखि पारिबे आमे कोन जानिले जेतो गोटे समीकरण को समतुल्य कले से कोन हला प्रत्येक सोपान रे आमे कोन कले एक निर्दिष्ट मौलिकर परमाणु संख्या को उभय पटरे समान करे जे अंतिम सोपान रे समतुल्य प्रक्रिया हमर संपूर्ण हेछि तो प्रथमे आमे कोन कले हाइड्रोजन ऑक्सीजन को कले तापर हाइड्रोजन को कले तापर जागिना आयरन को कले तो କିଛି ନିର୍ଦ୍ଦିଷ୍ଟ ଯୋଉ ପରମାଣୁ ରହିଲା ମୌଳିକର ପରମାଣୁ ରହିଲା ଉଭୟ ପାର୍ଶ୍ୱରେ ଆମେ କଣ କଲେ ସମାନ କରି କରି ଯାଇକିନା ଲାଷ୍ଟରେ ପହଞ୍ଚିଲେ ତ ଏଇଟା ଆମେ ସବୁ ଦେଖିକି କରୁଥିବାରୁ ତ ସମତୁଲ କରିବାର ଏଇ ଯୋଉ ପଦ୍ଧତିକୁ ଆମେ କଣ କହିବା ପରଖ ନିରୀଖ ବା ହିଟ୍ ଆଣ୍ଡ ଟ୍ରାଏଲ ପଦ୍ଧତି କୁହାଯାଏ ପରୀକ୍ଷାର କ୍ୱେଶ୍ଚେନ ପକାଏ ପରଖ ନିରୀଖ କଣ ପରଖ ନିରୀଖ ପଦ୍ଧତି କଣ ତାହେଲେ ଏଇ ଯୋଉ ସୋପାନ ମାଧ୍ୟମରେ ଆମେ ଯାଇକି ଶେଷରେ ପହଞ୍ଚିଲେ ଏଇ ପଦ୍ଧତିକୁ ଆମେ କଣ କହିବା ପରଖ ନିରୀଖ ପଦ୍ଧତି କହିବା ଆଉ ଗୋଟେ ଜିନିଷ ଆପଣ ମାନେ ଆମେ ପଢିବା ଦେଖିଥିବେ ଯେତେବେଳେ କିଛି ରିଆକ୍ସନ ଲେଖା ହୁଏ ବା ରାସାୟନିକ ସମୀକରଣ ଲେଖା ହୁଏ ତାପରେ G A Q L S ଏ ସବୁ ଜିନିଷ ଲେଖା ହେଇଥାଏ ବୁଝିହେଲା ତ ଯଦି ଗ୍ୟାସୀୟ ଥିବ ଗ୍ୟାସ ପାଇଁ ସେଥିରେ G ଲେଖିବା लिक्विड बा तरल ପାଇଁ ଆମେ L ଲେଖିବା ଜଳୀୟ ଦ୍ରବଣ କୌଣସି ଥିଲେ ସେଟା ଆମେ aqueous ଲେଖିବା ବା AQ କଠିନ ଥିଲେ ସେଠାରେ ଆମେ solid ବା S ଲେଖିବା ଯଦି ପ୍ରତିକାରକ କିମ୍ବା ଉତ୍ପାଦ ଜଳରେ ଦ୍ରବୀଭୂତ ହୋଇଥାଏ ତେବେ ସେହି ଦ୍ରବଣ ପାଇଁ ଆମେ aqueous ଶବ୍ଦ ବ୍ୟବହାର କରିବା ତ ଜଳୀୟ ଦ୍ରବଣ ମାନେ କଣ ଯୋଉଟା ଜଳରେ ଦ୍ରବୀଭୂତ ହେଇକି ରହିଥିବ ଯଦି ଜଳ ସହିତ ମିଶିକି ରହିଥିବ ସେଠି ଆମେ AQ ର ବ୍ୟବହାର କରିବା ମୁଁ ଏଠି ଗୋଟେ ଏକ୍ସାମ୍ପଲ ଦେଇଛି ମୋର 3Fe 4H2 ସହିତ ରିଏକ୍ଟ କରିଛି ହେଇଛି ମୋର କଣ Fe3O4 ତା ସହିତ H2 ମୋର ବାହାରିଛି ପୂର୍ବ ଯୋଉ ରିଆକ୍ସନ ଟା Fe ର ମୋର କଣ ଏଠି ମୁଁ ନେଇଛି କଣ ଗ୍ୟାସ H2O ମଧ୍ୟ ମୁଁ ଗ୍ୟାସ ନେଇଛି ତା ମାନେ ବାଷ୍ପ ମୁଁ ନେଇଛି ସେଥିପାଇଁ H2O ମୋର ଗ୍ୟାସ Fe3O4 ମୋର ଯୋଉଟା ବାହାରିଛି ସଲିଡ ରେ ବାହାରିଛି ବା ତାକୁ ଆମେ କଣ କହିପାରିବା କଠିନ ସଲିଡ ରେ ବାହାରିଛି ଏବଂ ହାଇଡ୍ରୋଜେନ ନମ୍ବର ଗ୍ୟାସ ରୂପରେ ବାହାରିଛି ତ ଏଇ ଗ୍ୟାସ ସଲିଡ ଗ୍ୟାସ ଓ ଲିକ୍ୱିଡ ହଉ ଆକାଶ ହଉ ଏସବୁ ଆମର କଣ ସମୀକରଣକୁ ସୂଚିତ କରିବା ପାଇଁ ବ୍ୟବହାର ହୋଇଥାଏ ଆଉ ବେଳେ ବେଳେ ଆମେ କଣ ଦେଖିବା ଯେତେବେଳେ ଆମେ ରାସାୟନିକ ପ୍ରତିକ୍ରିୟାକୁ ସମ୍ପାଦନ କରିବା ପାଇଁ ତାପ ହଉ ଚାପ ହଉ କୌଣସି ଜିନିଷକୁ ବ୍ୟବହାର କରୁଥିବା କିଛି ଗୋଟେ ଉତ୍ପ୍ରେରକକୁ ବ୍ୟବହାର କରୁଥିବା ସେତେବେଳେ ଆମେ କଣ କରିବା ତୀର ଚିହ୍ନର ଉପରେ କିମ୍ବା ତଳେ ଆମେ ଲେଖିଦବା କେମିତି ତାହେଲେ ଲେଖିବା ଏମିତି ତୀର ଚିହ୍ନ ଯୋଉ ଦିଆହଉଛି ରିଆକ୍ସନ ପୂର୍ବରୁ ଏ ଉପରେ ମନେକର ମୁଁ ତାପ ଶକ୍ତି ପ୍ରୟୋଗ କରୁଛି ତାପ ଲେଖିପାରିବା କିମ୍ବା ମନେକର ଚାପ ଦିଆଯାଇଛି ତାହେଲେ ଏମିତି ତଳେ ମୁଁ ଚାପ ଲେଖିପାରିବି ଏଭଳି ଭାବରେ ଆମର ଲେଖାଯାଇଥାଏ
एग्जाम रे हमको एमती गोटे असमतुल रासायनिक समीकरण देथिबो ताको समतुल करिया ପାଇଁ ପଚାରିଥିବେ 1 ମାର୍କ हो कि 2 ମାର୍କ ଆମକୁ ଦେଇଥିବ ଦେଖିବା ଆମେ ତାହେଲେ କେମିତି ସମତୁଲ କରିବା ସାଙ୍ଗେ ସାଙ୍ଗେ C3H8 ଦେଖିବା ଆମର କଣ ଅଛି ମୌଳିକ C3 कार्बन ଅଛି ତିନିଟା ଏପଟେ कार्बन କେତେଟା ଅଛି ଆମେ ଗଣିଦେବା ଗୋଟିଏ कार्बन ଅଛି हाइड्रोजन एपटे 8टी ଅଛି ଏପଟେ हाइड्रोजन 2ଟି ଅଛି ଏପଟେ ऑक्सीजन 2ଟି ଅଛି ଏପଟେ କିନ୍ତୁ ऑक्सीजन ମୋର 3ଟି ଅଛି ତ ଏହା ନିହାତି ଭାବରେ ଅନବାଲାନ୍ସ ଅଛି ତାକୁ ଆମେ ବାଲାନ୍ସ କରିବା ବର୍ତ୍ତମାନ ଯିଏ ଅଧିକ ଅଛି ତାକୁ ଆମେ ନେଇଯିବା ହାଇଡ୍ରୋଜେନ ମୋର ଅଧିକ ଅଛି ହାଇଡ୍ରୋଜେନ କେତୋଟି ଅଛି 8ଟି ଅଛି 8ଟି ଅଛି ଏଠି ଅଛି ମୋର ହାଇଡ୍ରୋଜେନ କେତୋଟି 2ଟି ମାନେ ୟା ପୂର୍ବରୁ ମତେ କଣ କରିବାକୁ ପଡିବ 4 ଗୁଣନ କରିବାକୁ ପଡିବ ବୁଝିଲା ବର୍ତ୍ତମାନ ମୋର ହାଇଡ୍ରୋଜେନ କେତେଟା ହେଇଗଲା 8ଟା ହେଇଗଲା କିନ୍ତୁ ଅକ୍ସିଜେନ କେତେଟା ଏଠି ଅଛି 2ଟି ଅକ୍ସିଜେନ ଏଇ ଅକ୍ସିଜେନ ପୂର୍ବରୁ ମୋର 4ଟା ଅକ୍ସିଜେନ ହେଇଗଲା ତ 4 2 6ଟି ଅକ୍ସିଜେନ 6ଟି ଅକ୍ସିଜେନ ଅଛି ଏଠି କିନ୍ତୁ ମୋର 2ଟି ଅକ୍ସିଜେନ ଅଛି ତ ୟା ପଟେ ମୁଁ କଣ କରିଦେଲି 3 दुगुणे 6 तो ମୁଁ 3 କୁ ଗୁଣନ କରିଦେଲି ବର୍ତ୍ତମାନ ମୋର ହାଇଡ୍ରୋଜେନ ବାଲାନ୍ସ ହେଇଗଲା ଅକ୍ସିଜେନ ବାଲାନ୍ସ ହେଇଗଲା कार्बन एपटे 3टा ଅଛି ଏପଟେ कार्बन କେତୋଟି ଅଛି ଗୋଟିଏ ଅଛି कार्बन ତ ଆମେ କଣ କରିବା ଏଇ कार्बन ପୂର୍ବରୁ ମୁଁ 3 ଗୁଣନ କରିଦେଲି ତ ବର୍ତ୍ତମାନ कार्बन ହେଇଗଲା ସିନା ବାଲାନ୍ସ କିନ୍ତୁ ଅକ୍ସିଜେନ କଣ ହେଇଗଲା ଗୋଟେ 3 ଦୁଗୁणे 6 ହେଇଗଲା ଏପଟେ ଅକ୍ସିଜେନ 6ଟା ଇଏ 4ଟା 10ଟା ହେଇଗଲା 10ଟା ହେଇଗଲା ସେଥିପାଇଁ ଏଇ ଯୋଉ 3 କୁ ଆମେ କଣ କରିବା 5 ଦୁଗୁणे 10 ତା ମାନେ 5 ରେ ପରିଣତ କରିବାକୁ ପଡିବ ତାହେଲେ ଆମେ କଣ ପାଇଗଲେ ବୁଝିହେଲା ତ C3H8 ପ୍ଲସ୍ 5O2 ମିଳିଲା ଆମକୁ 3CO2 ପ୍ଲସ୍ 4H2O ଲକ୍ଷ୍ୟ କରୁଥିବେ ଆମେ ଯେତେବେଳେ ଗୁଣନ କଲେ କିଛି ପରିବର୍ତ୍ତନ ହଉଛି କି ନାହିଁ ତ ଏଇଠି ସିନା ମୁଁ ହାଇଡ୍ରୋ कार्बन को 3 गुणन କରିବା ପାଇଁ ମୁଁ ଏଠି 3 ଗୁଣିଦେଲି କିନ୍ତୁ ମୋର ଅକ୍ସିଜେନ ବଦଳି ଗଲା ନା ତ ପୁଣି ଥରେ ମତେ କଣ କରିବାକୁ ପଡିଲା ବାମ ପଟରେ 5 ଗୁଣନ କରିକି ଅକ୍ସିଜେନ କୁ ବାଲାନ୍ସ କରିବାକୁ ପଡିଲା ତ ଏଇଭଳି ଭାବରେ ଆମକୁ କ୍ୱେଶ୍ଚିନ୍ ପକାଏ ଆପଣ ପୁରା ଧ୍ୟାନର ସହିତ କରିବାକୁ ପଡିବ ତାହେଲେ ଆଜିର କ୍ଲାସରେ ଆମେ ସେତିକି ପଢିଥିବା ନହେଲେ ନାହିଁ ଭିଡିଓଟି ବହୁତ ଲମ୍ବା ହେଇଯିବ ଆପଣ ମାନେ ମନେ ରଖିବା ମଧ୍ୟ କଷ୍ଟ ହବ ନେକ୍ସଟ କ୍ଲାସରେ ଆମେ ପଢିବା କଣ ଆମର ସବୁ ରାସାୟନିକ ପ୍ରତିକ୍ରିୟା ଯେମିତି କି ସଂଶ୍ଳେଷଣ ପ୍ରତିକ୍ରିୟା କଣ ବିସ୍ଥାପନ କଣ ଦ୍ୱୈତ ବିସ୍ଥାପନ କଣ ଜାରଣ ବିଜାରଣ କଣ ଏସବୁ ବିଷୟରେ ନେକ୍ସଟ ଆମେ ଡିଟେଲ୍ସ ରେ ପଢିବା ବହୁତ ସାରା ଏକ୍ସାମ୍ପଲ ନବା କ୍ୱେଶ୍ଚିନ୍ ମଧ୍ୟ ସଲ୍ଭ କରିବା ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ମୋର ଏହି ଭିଡିଓଟି ନିହାତି ଭାବରେ ଭଲ ଲାଗିଥିବ ଯଦି ଭିଡିଓଟି ଭଲ ଲାଗିଛି ତାହେଲେ ନିହାତି ଚ୍ୟାନେଲକୁ ଲାଇକ୍ କରନ୍ତୁ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ସବସ୍କ୍ରାଇବ ମଧ୍ୟ କରନ୍ତୁ ମୋର ଚ୍ୟାନେଲରେ ନିହାତି ଭାବରେ ମୁଁ ଆଶା କରିବି ଆପଣମାନଙ୍କ ପାଇଁ ବହୁତ ସାରା କ୍ୱେଶ୍ଚିନ୍ ଦବା ପାଇଁ ପ୍ରାକ୍ଟିସ ସେଟ୍ ଦବା ପାଇଁ ତା ସହିତ ଏକ୍ସାମ ରେ କୋଉ ଟାଇପ ର କ୍ୱେଶ୍ଚିନ୍ ଆସେ ତାହାକୁ ମଧ୍ୟ ଡିସ୍କସନ କରିବି ପ୍ରିଭିୟସ ଇୟର ର କ୍ୱେଶ୍ଚିନ୍ ମଧ୍ୟ ଆମେ ଦେଖିବା କେମିତି ସବୁ ବୋର୍ଡ ରେ କ୍ୱେଶ୍ଚିନ୍ ଆସିଥିଲା କେବଳ ସାଇନ୍ସ ନୁହଁ ସବୁ ସବଜେକ୍ଟକୁ ଆମେ ଧୀରେ ଧୀରେ ପଢିବା ମୋର ଏହା ଫାଷ୍ଟ ଭିଡିଓ ମୁଁ ଆଶା କରୁଛି ଆପଣମାନେ ସମସ୍ତେ ମତେ ନିହାତି ଭାବରେ ସପୋର୍ଟ କରିବେ ଥ୍ୟାଙ୍କ ୟୁ ସୋ ମଚ୍ ଟୁ ଅଲ୍